व्यासाय नमः। वैशाख महात्म्य प्रथम अध्याय। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरये। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। नमस्ते देवलक्ष्मीपति जानामि खण्डिव दुर्गति। नमो गणेश दुर्गा सुत पाशअङ्कुश बेनिहस्त। सुदया कर गजानन करिबि ए ग्रन्थ रचना। नमस्ते मात वाक्य देवी दुर्गा कालिका भैरवी। मुठारे अनुग्रह कर सदय हो ब्रह्माहर। सकल पुण्य कर जस ए ग्रंथे करिबि प्रकाश। जय नीलाद्रि चूड़ामणि शंकर थांग कंबु पाणी। जय श्री जगन्नाथ देव जानाम भव सिंधु नाव। सुभद्रा बलभद्र संगे सुदर्शन घेनि रंगे। विजय रत्न सिंहासने उपमा नाही त्रिभुवने। 12 मासरे 13 जात करन्ति श्रीक्षेत्र रे नित्य। 3 भुवने जेते जन आसीन करन्ति दर्शन। देवंकु घेनि वेद बर नित्य पूजन्ति श्रीपयर। से प्रभु रूप अभिराम कोटि कंदर्प जित काम। सर्वांगे चंदन चर्चित पीतवसन अलंकृत। विकच पुंडरीक नेत्र सुंदर धर पवित्र। देई द्विज जे नारायण मोपिंड कर हे कारण। विविध फूल माळ चूल बिड़िया कर्पूर तांबूल। अटंती महिमा सागर केताहा करिब गोचर। भुजटे किण रहिछन्ति जे जहा मागे ता दियन्ति। से पाद पद्म पद्म मुख देखिले खंडे भव दुख। पद्मलोचन पद्म कर पद्म आसन गंगाधर। जेउ चरण गंगा नीर मस्तके बही छांति हर। कमला जेवण पयरे पूजा करन्ति निरंतरे। जे पाद लागिण हल्या पाषाण मुकत होइला। जे पाद बळी मुंडे बही पाताळे स्वर्ग भोग पाई। से पाद पद्मे मुनि गणे ध्यान करन्ति अनुक्षणे। अधमहीन राम दास से पादे करी अछि आस। आज्ञा होइले लक्ष्मीपति कहिबि वैशाख पद्धति। स्कंध पुराण रे उकत वैशाख मासर चरित। नारद अम्बरी से कही से कथा शुण मन देई। जेवण ग्रंथ शुणी नर बसंती बैकुंठपुर
ସତ୍ୟ ଯୁଗରେ ନୃପଇଶ ନାମ ତାହାର ଅମ୍ବରୀଶ। ଦିନେ ନାରଦ ମୁନିବର ଆସି ମିଳିଲେ ତାର ପୁର। ସେ ଅମ୍ବରୀଶ ମହାରାଜା ନାରଦ ପାଦେ କଲା ପୂଜା। ରାଜାର ଭକତି ଦେଖିଣ ହରଷେ ବ୍ରହ୍ମାଙ୍କ ନନ୍ଦନ। ବୋଇଲେ ଶୁଣ ନୃପବର କି ଧର୍ମ କରୁ ତୁ ଆଚାର। ଅମ୍ବରୀଶ ବାଚ ମୁନି ବଚନେ ଅମ୍ବରୀଶ ବୋଇଲେ ଶୁଣ ବ୍ରହ୍ମା ଶିଷ୍ୟ। କେବଳ ଧର୍ମ କଲେ ନର ବସନ୍ତି ବୈକୁଣ୍ଠପୁର। କରୁଣା କରି ତପୋଧନ ପ୍ରକାଶ ତହିଁର ବିଧାନ। ନାରଦ ବାଚ ଶୁଣ ରାଜନ ପୁଣ୍ୟଗାଥା ସ୍କନ୍ଧ ପୁରାଣର ବ୍ୟବସ୍ଥା। ସକଳ ଧର୍ମେ ସାରସ୍ୱତ ଅଟଇ ବୈଶାଖ ମହାତ୍ମ୍ୟ। ଆବର ଧର୍ମ ଅଛି ଯେତେ ତୋ ଆଗେ କହିବା ବା କେତେ। ସକଳ ମାସଙ୍କ ଉପର ବୈଶାଖ ମାସ ଶ୍ରେଷ୍ଠତର। ସର୍ବବିଦ୍ୟାରେ ବେଦ ଶ୍ରେଷ୍ଠ ଓଙ୍କାର ସବୁ ଉତ୍କୃଷ୍ଟ। ବୃକ୍ଷରେ ସୁର ତରୁ ଜାଣି ରତ୍ନରେ କୌସ୍ତୁଭମଣି। ବାସୁକୀ ନାଗ ମଧ୍ୟେ ବଡ଼ ପକ୍ଷୀଙ୍କ ମନରେ ଗରୁଡ଼। ଦେବତା ମଧ୍ୟେ ନାରାୟଣ ବର୍ଣ୍ଣରେ ଯେସନ ବ୍ରାହ୍ମଣ। ଶରୀର ମଧ୍ୟେ ପ୍ରାଣ ଯଥା ସୁହୃଦ ମଧ୍ୟେ ପିତା ମାତା। ଦ୍ୱାଦଶ ମାସ ମଧ୍ୟେ ସାର ବୈଶାଖ କାର୍ତ୍ତିକ ମକର। ଦେବଙ୍କ ମଧ୍ୟେ ମହାଦେବ ସୁରଭି ଗାବ ମଧ୍ୟେ ଗାବ। ଆୟୁଧେ ଯେସନେ କୁଳିଶ ଧାତୁରେ କାଞ୍ଚନ ସରସ। ନଦୀଙ୍କ ମଧ୍ୟେ ଗଙ୍ଗା ମାତ୍ର ତେଜସ୍ୱୀ ମଧ୍ୟରେ ଆଦିତ୍ୟ। ଯୁଗଙ୍କ ମଧ୍ୟେ ଯୁଗ ସତ୍ୟ ଋତୁଙ୍କ ମଧ୍ୟରେ ବସନ୍ତ। ପତ୍ରେ ତୁଳସୀ କ୍ଷେତ୍ରେ କାଶୀ ଶ୍ରୀନୀଳ ବୈକୁଣ୍ଠ ବିଶେଷୀ। ବ୍ରତରେ ଏକାଦଶୀ ବ୍ରତ ପୁରାଣ ମଧ୍ୟେ ଭାଗବତ। ମହାବୈଶାଖ ମାସ କହି ପ୍ରଭାତୁ ଯେ ସ୍ନାନ କରଇ। କୋଟିଏ ଯୁଗ ସେ ହୁନର ବସଇ ବୈକୁଣ୍ଠପୁର। ଯେ ଅବାହ ବିଷ କରଇ ଅଧର୍ମ ସଙ୍ଗେ ସଙ୍ଗ ନୋଇ। ସେ ବସି ଶୁଣଇ ପୁରାଣ ଯେ ବାଜପଇ ବିଷ୍ଣୁ ନାମ। ଯେ ଛତ୍ର ଉପନହ ଦେଇ ଉତ୍ତମ ବିପ୍ରଙ୍କୁ ଅଣାଇ। ଯେ ହୁଦିଅଇ ବସ୍ତ୍ର ଦାନ କେବା ଲେଖିବ ତାଙ୍କ ପୁଣ୍ୟ। ପଥେ ଯେ ଜଳ ଛତ୍ର ଦେଇ କୋଟିଏ କୂଳ ଉଦ୍ଧାରଇ। ଯେ ପାଣି ପଣା କରେ ଦାନ ସନ୍ତୋଷ ହନ୍ତି ଭଗବାନ। କାଷ୍ଠ ପାଦୁକା ଯେ ବ୍ୟଞ୍ଜନ କ୍ଷୁଧାର୍ତ ବିପ୍ରେ ଅନ୍ନଦାନ। ଆମ୍ବ ପଣସ ନାରିକେଳ ରମ୍ଭାଦି ନାନା ସ୍ୱାଦୁ ଫଳ। ବ୍ରହ୍ମାଣ୍ଡ ବୈଷ୍ଣବେ ଭୁଞ୍ଜାଇ ଅନ୍ତେ ଅଚ୍ୟୁତ ପୁର ଯାଇ। ଯେ ପଞ୍ଚାମୃତର ବିଧାନ ଦେଇ ବିଷ୍ଣୁଙ୍କୁ କରେ ଧ୍ୟାନ। ତଦନ୍ତେ ବିପ୍ରଙ୍କୁ ଭୁଞ୍ଜାଇ ସେ ନର ବୈକୁଣ୍ଠେ ବସାଇ। ବିପ୍ର ଯେ ଜଳ ପାତ୍ର ଦାନ
ଦିଅଇ ବୈଶାଖ ମାସେଣ ସେ ପାତ୍ରେ ବିପ୍ର ଜଳ ଖାଇ ଯେତେ ବରଷ ସୁସ୍ଥ ପାଇ ସେ ବସେ ବୈକୁଣ୍ଠପୁରେ ସେ ତେଣୁ ସୁଖ ଭୋଗ କରେ ଏମନ୍ତେ ନାନା ଦାନ କର୍ମ ବ୍ରହ୍ମାଙ୍କୁ ଶ୍ରୀ ପୁରୁଷୋତ୍ତମ କହିନଥିଲେ ଶ୍ରୀମୁଖରେ ବ୍ରହ୍ମା ତାର କ୍ଷୀଣ ମନରେ ଲୋକାର୍ଥେ ପୁଛିଲଇଁ ମୁହିଁ ପ୍ରସନ୍ନେ ମୋତେ ଥିଲେ କହି ତୋର ଦେଖିଣ ଭକତି ତୋ ଆଗେ କହିଲୁ ନୃପତି ଶୁଣିଲୁ ରାଜା ଅମ୍ବରୀଶ ସ୍କନ୍ଧ ପୁରାଣେ ହିରସ ବୈଶାଖ ମାସ ଧର୍ମ ଫଳ ତୋ ଆଗେ କହିଲି ସକଳ ତୁମ୍ଭେ ବୈଶାଖ ସ୍ନାନ କର ହବିଷ୍ୟ ପାକେ ଦିନ ହର କହିଲି ଯେତେ ପୁଣ୍ୟ ଧର୍ମ ସେ ଧର୍ମ କର ନରୋତ୍ତମ ଅନ୍ତେ ତୁ ବୈକୁଣ୍ଠେ ବସିଲୁ ପରମ ଗତି ତୁ ଲଭିଲୁ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମ୍ୟେ ନାରଦ ଅମ୍ବରୀଶ ସମ୍ବାଦେ ନାମ ପ୍ରଥମ ଅଧ୍ୟାୟ। ଦ୍ୱିତୀୟ ଅଧ୍ୟାୟ। ନାରଦ ଉବାଚ ଶୁଣ ହେ ଅମ୍ବରୀଶ ରାୟ କହିବା ଧର୍ମର ବିଷୟ ଚୈତ୍ର ପୌର୍ଣ୍ଣମୀ ଦିନରେ ଉଠିବ ପ୍ରଭାତ ସତରେ ମାଧବ ନାମ ସୁମରିବ ତଦନ୍ତେ ବହିର୍ଦେଶେ ଯିବ ମୃତ୍ତିକା ଶୌଚ ସାରିଣ କରିବ ଦନ୍ତକୁ ଧାବନ ମାଧବ ନାମ ମନେ ଘୋଷି ସ୍ନାନ କରିବ ଜଳେ ପଶି କରିବ ସନ୍ଧ୍ୟା କର୍ମ ମାନ ପିନ୍ଧିବ ଶୁକ୍ଳ ବସନ ତଦନ୍ତେ ଗୃହକୁ ଆସିବ ଦ୍ୱାଦଶ ତିଳକ କରିବ କରିବ ନାମ ସୁମରଣ ଶୁଣିବ ବିଷ୍ଣୁର ପୁରାଣ ଦେଖିବ ଦେବାଳୟ ମାନ ଦେବତା କରିବ ଦର୍ଶନ ଶିବଙ୍କୁ ଦର୍ଶନ କରି ଅତିଥି ସେବା ବେଗେ ସାରି ସଂକଳ୍ପ କରି ନରୋତ୍ତମ ଶୁଣିବ ବୈଶାଖ ମହାତ୍ମ୍ୟ ବିପ୍ରଙ୍କୁ ବରଣ କରିବ ଦକ୍ଷିଣା ଅନ୍ନ ବସ୍ତ୍ର ଦେବ ହବିଷ୍ୟ ପଥେ ଯେତେ ଦ୍ରବ୍ୟ ଆଗହୁ ଯତ୍ନେ ସଞ୍ଚିଥିବ ହବିଷ୍ୟ ଧାନ ଯେ ସୁକଳ ଭୁଞ୍ଜିବ ନାନା ଶୁଦ୍ଧ ଫଳ ଗୋରସ ଦଧି ଗୁଆ ଘୃତ ମଧୁସାକର ଏ ବିଦିତ ଯେତେକ କହିଲି ବିଚାରି ସେ କଥା ଶୁଣ ଦଣ୍ଡଧାରୀ ବାଢ଼ିବ ହବିଷ୍ୟ ଦ୍ରବ୍ୟକୁ ନୈବେଦ୍ୟ ଦେବ ମାଧବଙ୍କୁ ଭୋଜନ ସାରି ଆଚମନ ଗୁବାକ କରିବ ଭକ୍ଷଣ ତୁଳସୀ ଅଶ୍ୱତ୍ଥ ମୂଳରେ ପ୍ରଦୀପ ଦେବ ଯେ ଘୃତରେ ତଦନ୍ତେ ନାମ ସୁମରଣ କରିବ ବିଷ୍ଣୁ ଭକ୍ତଗଣ ମିଥ୍ୟା ବଚନ ନ କହିବ ତୈଳ ଗ୍ରହଣ ନ କରିବ ନ କରି ସ୍ତ୍ରୀଙ୍କି ସ୍ପର୍ଶନ କୁଶକମଳ ତୃଣାସନ ବୈଶାଖ ପୂର୍ଣ୍ଣମୀ ପର୍ଯ୍ୟନ୍ତେ ବ୍ରତ କରିବ ବିଷ୍ଣୁ ପ୍ରୀତେ ଏ ରୂପେ ଚାନ୍ଦ୍ରାୟଣ ମତ କରିବ ବୈଶାଖ ବ୍ରତ ଏବେ ହେ ରବି ମତ କହି ଶୁଣ ରାଜନ ମନ ଦେଇ
ବୈଶାଖ ମାସ ଆଦ୍ୟ ଦିନ ହୁଏ ରବି ସଂକ୍ରମଣ। ସେଦିନ ପ୍ରଭାତ ଉଠିବ ବୈଶାଖ ସ୍ନାନକୁ କରିବ। ସମସ୍ତ ନିରାମିଷ ଦ୍ରବ୍ୟ ହବିଷ୍ୟ ବିଧାନ କରିବ। ମାସ ସମ୍ପୂର୍ଣ୍ଣ ଯେଉଁ ଦିନ ହୋଇବ ଶୁଣନ୍ତୁ ରାଜନ। କ୍ଷୁଧା ତୁଷାର୍ଥ ଜନ ଆଣି ସମ୍ପୂର୍ଣ୍ଣ ଦେବ ପଣା ପାଣି। ସେ ପୁଣ୍ୟ କ୍ଷୟ ହିଁ ନ ଯାଇ ଧରଣୀ ଯେତେ ଦିନ ଥାଇ। ଯେ ଜଳ ଦାନ ଦେଇଥାଇ ସେ ନର ସ୍ୱର୍ଗ ଭୋଗ ପାଇ। ସୁବର୍ଣ୍ଣ ତିଳ ଦେଲେ ଦାନ ଜଳ ଫଳକୁ ନୋହେ ସମ। ସ୍ୱର୍ଗର ଭୋଗ ଅନ୍ତେ ପୁଣି କ୍ଷେତ୍ରରେ ହୋଇ ନୃପମଣି। ଐଶ୍ୱର୍ଯ୍ୟ ଭୋଗ ସେ କରଇ ଅନ୍ତେ ବସଇ ସ୍ୱର୍ଗେ ଯାଇ। ଯେ ଜନ ନିଦାଘ କାଳରେ ସ୍ନାନ ନ କରେ ବୈଶାଖରେ। ଯେ ନଦୀ ଓଇ ଜଳ ଦାନ ଛତ୍ର ଉପାନ ଆଦି ବ୍ୟଞ୍ଜନ। ସେମାନେ ମଲେ ପ୍ରେତ ହନ୍ତି କହିଅଛନ୍ତି ଲକ୍ଷ୍ମୀପତି। ଯେ କରେ ନିତ୍ୟ ଅନ୍ନଦାନ କୋପେ କହିବି ତାର ଗୁଣ। ସେ ଜନ ଗୃହ ସୁଭୋଗ ପାଇ ଅନ୍ତେ ଅଚ୍ୟୁତ ପୁରେ ଯାଇ। ସ୍ୱର୍ଗର ଭୋଗ ଅନ୍ତେ ପୁଣ ସେ ଜନ ହୁଇ ବ୍ରାହ୍ମଣ। କ୍ଷିତିରେ ପଣ୍ଡିତ ବୋଲାଇ କୁବେର ସମଧନ ପାଇ। ପୁଣି ଲଭଇ ସ୍ୱର୍ଗ ବାସ କହିଲେ କମଳା ବିଳାସ। ସହସ୍ରେ ପୁରୁଷ ତାହାର ବସଇ ବୈକୁଣ୍ଠପୁର। ବୈଶାଖେ ବସ୍ତ୍ର ଯେ ଦିଅଇ ବସନ୍ତି ବିଷ୍ଣୁପୁରେ ଯାଇ। ଉତ୍ତମ ବସ୍ତ୍ର ଆଭରଣ ଦିଅନ୍ତି ତାକୁ ଦେବଗଣ। ଅପୂଜା ଲିଙ୍ଗକୁ ମଣ୍ଡପ କରି ପୂଜଇ ଯେଉଁ ଲୋକ। ତା ଧର୍ମ କହୁ ନ ସରଇ ଅନ୍ତେ ସେ ବୈକୁଣ୍ଠେ ବସଇ। ବୈକୁଣ୍ଠ ଭୋଗ ଅନ୍ତେ ପୁଣି ପୁଣି ସେ ଜନ୍ମଇ ଧରଣୀ। ଉତ୍ତମ ଅଟ୍ଟାଳିକା ପୁର ଲଭଇ ଶୁଣ ନରେଶ୍ୱର। ସୁବର୍ଣ୍ଣ ଦାନ ଯେ ଦିଅଇ ସେ ଚତୁର୍ବର୍ଗ ଫଳ ପାଇ। ଜନ୍ମ ହୁଇ ରାଜା ଘରେ ଅନେକ ସୁଖ ଭୋଗ କରେ। ଦଗ୍ଧ କାଞ୍ଚନ ପ୍ରାୟ ଦେହ ସଂସାରେ ଲଭଇ ଅଭୟ। ଯେ ସ୍ନାନ କରେ ବୈଶାଖରେ ଅକ୍ଷୟ ସ୍ୱର୍ଗ ଭୋଗ କରେ। ପୁଣି ଲଭଇ ମର୍ତ୍ତ୍ୟପୁରୀ କାଞ୍ଚନ ପ୍ରାୟ ଦେହ ଧରି। ଏ ଅଧ୍ୟା ପଢ଼ି ଯେ ଶୁଣଇ ବୈଶାଖ ସ୍ନାନ ଫଳ ପାଇ। ଦ୍ୱିତୀୟ ଅଧ୍ୟାୟ ହେଲା ଶେଷ ଭଣଇ ରାମଚନ୍ଦ୍ର ଦାସ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମ୍ये ନାରଦ ଅମ୍ବରୀଶ ସମ୍ବାଦେ ଦାନ ଧର୍ମ ନିର୍ଣ୍ଣୟେ ନାମ ଦ୍ୱିତୀୟ ଅଧ୍ୟାୟ। ତୃତୀୟ ଅଧ୍ୟାୟ ରାଜବାଚ। ଏ ଅନ୍ତେ ଅମ୍ବରୀଶ ରାୟ ନାରଦେ କରିଣ ବିନୟ। ବୋଇଲେ ଶୁଣ ମହାମୁନି କହ ସଦୟ ଭାବ ଘେନି। କେଉଁ ଦେବତା ପୂଜି ନର ବସଇ ବୈକୁଣ୍ଠପୁର। ନାରଦ ବାଚ ଶୁଣ ରାଜନ ମନ ଦେଇ ବ୍ରହ୍ମା ମୋ ଆଗେ ଛନ୍ତି କହି।
सबहु विष्णु पूजा श्रेष्ठ सकल पूजारे गरिष्ठ से पूजा करि पार जेबे तोते कहिबाक जेतेबे निर्मल स्थान को देखिब देउल मंडप तोलिब विष्णु प्रतिमा सिंहासने स्थापिब अति शुद्ध मने वेद विद्यारे परिपूर्ण होइन थिब जे ब्राह्मण ताहांकु अन्न वस्त्र देव पूजारे निजोग करिब करि षोडश उपचार पूजिब विष्णुक पयर तुलसी गंध पुष्प दीप नानादि नैवेद्य धूप छत्र चामर चंद्रातप नाना वाद्य गीत आलाप गोमय घेनिण मार्जन करुजे थिब प्रतिदिन से गाभीमानंकर क्षीर नैवेद्य देव विष्णु ठार गाभी सुतकी होइथिब ता दूध विष्णु को न देव जे गाभी मृत बत्सा होई ता दूध शुद्ध जे नुहई असुचि द्रव्य जेबे थिब केबे हे विष्णु को न देव वैशाख मास आद्य दिन करिब पंचामृते स्नान विष्णु को नैवेद्य देई कोटिए कूल उद्धार जे शिला शाल ग्राम थोई बैशाखे करे जल साई जेहु बैशाख स्नान करी बसई बैकुंठपुरी मग्न करई गंगा जले प्रदान गंध पुष्प फले श्रीअंगे चंदन लेपन जतने करे जेउ जन सेहु गंधर्व जन्म होई बैकुंठपुरे बिहरई से ढाळे आलोट जामर बसई बैकुंठपुर विष्णुर भवन मंडल नित्य करंती जेउ जन से नर बैकुंठ पाई दिव्य मंदिरे बिहरई फूल छांचुणी घेनी कर जे झाड़ू करे विष्णु घर चंदन गोली छेरा देई से नर बैकुंठे बसई विष्णुर मंदिरे बसीण स्तुति करई सन्निधेण जेहु करई मंत्र जप हरई कोटि जन्म पाप जे गुआ घृतरे जागर दियंती विष्णुर मंदिर ताकुल उज्जवल हुई से विष्णु भवने बसई धवल छत्र विष्णु घरे जे दिए बैशाख मासरे से राजकूले जात होई बैकुंठ भोग को करई चंपा बकुल फूल माल बैशाखे देले विष्णु थाल से नर बैकुंठे बसई अक्षय भोग से भुंजई विष्णु को नाना अलंकार देई पूजई जेउ नर से नर स्वर्ग भोग पाई कुबेर समान हुई कर्पूर मिसाई तांबूल विष्णु को दियई जे नर से नर मुक्ति लभई
ଅନ୍ତେ ଅଚ୍ୟୁତପୁରେ ଯାଇ ଏମନ୍ତ ନାନା ଧର୍ମ ମତ ସ୍କନ୍ଧ ପୁରାଣରେ ଉକତ ଯେହା ବୈଶାଖେ କରଇ ସେ କୋଟି କୂଳ ଉଦ୍ଧାରଇ ବୈକୁଣ୍ଠ ଭୋଗର ଅନ୍ତରେ ପୁଣି ଜନ୍ମଇ ରାଜା ଘରେ ବୈଶାଖ ମହାତ୍ମ୍ୟ ଏ ରସ ଭାବେ ଭଣିଲେ ରାମ ଦାସ ତୃତୀୟ ଅଧ୍ୟାୟ ସମାପତ ଯେ ନର ପଢ଼େ ସେ ପଣ୍ଡିତ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମ୍ये ନାରଦ ଅମ୍ବରୀଶ ସମ୍ବାଦେ ନାମ ତୃତୀୟ ଅଧ୍ୟାୟ। ଚତୁର୍ଥ ଅଧ୍ୟାୟ ରାଜବାଚ ବୋଇଲେ ରାଜା ଅମ୍ବରୀଶ ଶୁଣି ମା ବ୍ରହ୍ମାଙ୍କର ଶିଷ୍ୟ ବ୍ରହ୍ମାଙ୍କ ଆଗେ ନାରାୟଣ ଯେ ଧର୍ମ କଲେ କବଖାଣ ସେ ଧର୍ମ ମୋର ଆଗେ କହ ତା ଶୁଣି ଫିଟୁ ମୋ ସନ୍ଦେହ ବୈଶାଖ ମାସ ଧର୍ମ ଫଳ ମୋ ଆଗେ କହ ତପଶୀଳ। ନାରଦ ବାଚ ସେ ଧର୍ମ ଶୁଣ ନୃପନିଧି କହିବା ହବିଷ୍ୟର ବିଧି କାଂସ୍ୟ ପାତ୍ରରେ ନ ଭୁଞ୍ଜିବ ଦିବସ ନିଦ୍ରାହୀନ ଯିବ ପଲାଶ ପତ୍ରକୁ ଆଣିବ ଦିବସ ନିଦ୍ରାହୀନ ଯିବ ତୀର୍ଥ ଜଳରେ କଲେ ସ୍ନାନ ହୁଅଇ ଲକ୍ଷ ଗୁଣ ପୁଣ୍ୟ ନଦୀରେ ଶସ୍ତ୍ର ଗୁଣେ ହୋଇ ତା ପୁଣ୍ୟ କହି ନ ସରଇ ଯେ କରେ ପୁଷ୍କରିଣୀ ସ୍ନାନ ଲଭଇ ଶତ ଗୁଣେ ପୁଣ୍ୟ ଯେ ପାପୀ କୂପ ତଡ଼ାଗରେ ବୈଶାଖ ମାସେ ସ୍ନାନ କରେ ଲଭଇ ଶତ ଗୁଣେ ପୁଣ୍ୟ ବସଇ ବଇ କୁଣ୍ଠ ଧାମ ସମୁଦ୍ରେ ସ୍ନାନ ଯେ କରଇ ତା ପୁଣ୍ୟ କହି ନ ସରଇ ଜନ୍ମେଣ ଚଣ୍ଡାଳର ଘରେ ଯେ ବୈଶାଖେ ସ୍ନାନ କରେ ଚଣ୍ଡାଳ ଜନ୍ମରୁ ସତରେ ବୈକୁଣ୍ଠେ ଦିବ୍ୟ ଭୋଗ କରେ ଉତ୍ତମ କୂଳେ ଜନ୍ମ ପାଇ ବୈଶାଖେ ସ୍ନାନ ନ କରଇ ସେ ମଲେ ପ୍ରେତ ରୂପ ହୋଇ ନରକ ଗତି କିଲ ଭଇ ମାସରେ ବୈଶାଖ ଶ୍ରେଷ୍ଠ ଦାନର ଅନ୍ନ ଯେ ଗରିଷ୍ଠ ଯେ ଅନ୍ନ ଦାନ ନିତ୍ୟ ଦେଇ ତା ପୁଣ୍ୟ କହି ନ ସରଇ ସେ ଅନ୍ନ ଦାନର ମହିମା ଶୁଣ ନୃପତି ଚନ୍ଦ୍ରମା ତୁମ୍ଭେ ତା ଏକ ମନେ ଶୁଣ କହିବା ଅନ୍ନ ଦାନ ଗୁଣ ଅନେକ କାଳର ଏ କଥା ଯେ ସତ୍ୟ ଯୁଗର ବ୍ୟବସ୍ଥା ଏମନ୍ତ ସୌରାଷ୍ଟ୍ର ଦେଶରେ ଥିଲା ଯେ କବି ପ୍ରବରେ ନାମ ତାହାର ହରି ଶର୍ମା ଅତି କୃପଣ ଦୁରାତ୍ମା କୁବେର ସମ ବିପ୍ରବର ଧର୍ମରେ ନାହିଁ ତା ବିଚାର ଧାନ୍ୟ ତାହାର ଥାଇ ଯେତେ ସଂକ୍ଷେପୀ କହିବା ତା କେତେ ଗୁରୁ ମହିଷ ଅଷ୍ଟରତ୍ନ ଘରେ ତା ରଖି ଅଛି ରତ୍ନ ନିତ୍ୟ ସେ ବିଷ୍ଣୁଙ୍କୁ ପୂଜଇ ଫୁଲ ଚନ୍ଦନ ଧୂପ ଦେଇ ଅଷ୍ଟରତନ ଅଳଙ୍କାରେ ମଣ୍ଡଇ ବିଷ୍ଣୁଙ୍କ ଦେହରେ ନୈବେଦ୍ୟ ଦିନେ ସେ ନ ଦେଇ
ବ୍ୟର୍ଥେ ଯତନ ପୁରଇ କ୍ଷୁଧା ତୃଷାଦି ହୋଇ ନରେ ମିଳନ୍ତି ସେ ବ୍ରାହ୍ମଣ ଦ୍ୱାରେ ଦାଣ୍ଡ ଦୁଆରେ ବସିଥାଇ ମାରିଣ ଘଉଳି ଦିଅଇ ଯୋଗୀ ଯେ ଅତିଥି ସନ୍ନ୍ୟାସୀ ଭିକ୍ଷା ଯେ ମାଗିବାକୁ ଆସି ଦ୍ୱାରେ ଜଗିଣ ବସିଥାଇ ମାରିଣ ଘଉଳି ଦିଅଇ ଘରର କୁଟୁମ୍ବକୁ ଅନ୍ନ ସୁସ୍ଥେ ନ ଦିଅଇ ବ୍ରାହ୍ମଣ ଆପଣେ ସୁସ୍ଥେ ନ ଭୁଞ୍ଜଇ ଆତ୍ମାକୁ ଦଗ୍ଧ କରିଥାଇ ଧନ ସେ କରଇ ସଞ୍ଚିତ ଯେ ସନେ ମଧୁ ମଧୁବ୍ରତ ରାତ୍ର ହୋଇଲେ ଦ୍ୱିଜବର ଏକଇ ଯଷ୍ଟି ଘେନି କର ମୂଷାଙ୍କୁ ମାରି ଘଉଡ଼ାଇ ତା ଘରେ ନ ପାରନ୍ତି ରହି ଏମନ୍ତ କେତେକ ଦିନର ସେ ହରି ଶର୍ମା ବିପ୍ରବର ମରଣ କାଳ ଯହୁଁ ହେଲା କ୍ଲେଶତା ଅଙ୍ଗେ ଆବୋରିଲା ଭୋକରେ ହନ୍ତ ସନ୍ତ ହୋଇ କିଛି ନ ପାରିଲା ସେ ଖାଇ କ୍ଷୁଧା ସେ ତୃଷାରେ ସେ ବ୍ରାହ୍ମଣ ଅନେକ ଆକୁଳ ହୋଇଣ ଛାଡ଼ିଲା ନିଜ କଳେବର ତାହାକୁ ନେଲେ ବିଷ୍ଣୁପୁର ଉତ୍ତମ ଆସନରେ ନେଇ ବୈକୁଣ୍ଠ ଭୁବନେ ବସାଇ ଅନେକ ଅଳଙ୍କାର ଦେଲେ ଗନ୍ଧ ପୁଷ୍ପରେ ପୂଜା କଲେ ନ ଦେଲେ ଭୁଞ୍ଜିବାକୁ କିଛି ବ୍ରାହ୍ମଣ ଆକୁଳ ହେଇଛି ଉତ୍ତମ ଅନ୍ନ ଫଳମାନ ରହିଛି ପର୍ବତ ସମାନ ବ୍ରାହ୍ମଣ କ୍ଷୁଧା ତୃଷା ପାଇ ଆତଙ୍କ ହୋଇ ନ ମାଗଇ ବୋଲଇ ଦିଅ ମୋତେ ଅନ୍ନ ବିକଳ ହେଉଅଛି ପ୍ରାଣ ତା ଶୁଣି ଗନ୍ଧର୍ବେ କହନ୍ତି ଶୁଣ ତୁ ବିପ୍ର ମୂଢ଼ମତି ଦେଇଣ ନାହୁଁ ଅନ୍ନଦାନ କ୍ଷୁଧାର୍ତ ଜନେ ଜଳପାନ ବ୍ରାହ୍ମଣ ମୁଖେ ଦେଇନାହୁଁ ଏଠାରୁ ପାଇବୁ ତୁ କାହୁଁ ଯେବେ ବିଷ୍ଣୁଙ୍କୁ ଦେଇଥାନ୍ତୁ ଏଠାରେ ନିଶ୍ଚେ ତୁ ଭୁଞ୍ଜନ୍ତୁ ବ୍ରାହ୍ମଣ କୂଳେ ଜନ୍ମିଥିଲୁ ଅଗ୍ନିରେ ହୋମ ତୁ ନ କଲୁ ଦେଇଥିଲେ ତୁ ଅଗ୍ନି ମୁଖେ ଏଠାରେ ପାଇଥାନ୍ତୁ ସୁଖେ ଯେବେ ତୁ ଭିକ୍ଷା ଦେଇଥାନ୍ତୁ ଏଠାରେ ନ ମାଗୁ ପାଆନ୍ତୁ ବିଷ୍ଣୁର ଅଟ ଇଏ ପୁର ନ ଦେଲେ ନ ପାଆନ୍ତି ଏଠାର ସଞ୍ଚିଣ ଥିଲୁ ଯେତେ ଧନ ନ ଦେଲୁ ଲୋଭ ପଣେ ଦାନ ଯେ ଦାନ ନିତେ ଦେଉଥାଇ ତାଠାରୁ ଦାନ ଆଣୁ ତୁହି ତୁ ଦିନେ ଦେଇ ନାହୁଁ ଦାନ କାହୁଁ ପାଇବୁ ଏବେ ଅନ୍ନ ଦିନେ ତୁ ପାଣି ପଣା ଦାନ ନଦେଲୁ ତୃଷାର୍ତ୍ତ ମୁଖେଣ ଏଠାରେ ପାଇବୁ ତୁ କାହିଁ ଦିନେ କାହାକୁ ଦେଲୁ ନାହିଁ ଜୀବନ ହତ୍ୟା କଲୁ ଯେତେ ସେ ଦୋଷ ନ ଲାଗିବ ତୋତେ ନଦେଲୁ ପାଇବୁ ତୁ କିସ ଖାଅ ଦେହରୁ ତୋର ମାଂସ ନହୁରୁଣିରେ କାଟି ଦିଅ ତୃଷା ଲାଗିଲେ ରକ୍ତ ପିଅ
ଏମନ୍ତ ଗନ୍ଧର୍ବ ବଚନ ଶୁଣି ହରି ଶର୍ମା ମଉନ କ୍ଷୁଧା ଜଠରରେ ଅନଳ ଜଳନ୍ତେ ହୋଇ ବିକଳ। ଏମନ୍ତେ କେତେ ଦିନ ଗଲା ବ୍ରାହ୍ମଣ ଆରତ ହୋଇଲା ତାହାର ବିକଳ ଜାଣିଣ ବିଜୟ କଲେ ନାରାୟଣ। ବୋଇଲେ ତୋ ପୁତ୍ର ଜୁଆଇଁ ସପନ ଦେଖା ଯତୁହି ଭୁଞ୍ଜାଇ ବିପ୍ର ବୈଷ୍ଣବେ ତୋ ପ୍ରୀତି ଅର୍ଥେ ଦାନ ଦେବେ ତୋତେ ସେ ପ୍ରାପତ ହୋଇବ ତୋ କ୍ଷୁଧା ତୃଷା ଶାନ୍ତ ହେବ। ଏମନ୍ତ କହି ନାରାୟଣ ଚଳିଲେ ଲକ୍ଷ୍ମୀର ଭୁବନ ସେହି ନିଶାରେ ବିପ୍ର ଯାଇ ପୁତ୍ରକୁ ସପନ ଦେଖାଇ ବୋଇଲା ଶୁଣ ଆରେ ସୁତ ଏ ଧନ ସଞ୍ଚିବା ବି ଅର୍ଥ ମୁହିଁ ନ ଦେଲି ଅନ୍ନଦାନ ଗଲି ଯେ ବୈକୁଣ୍ଠ ଭୁବନ। କ୍ଷୁଧା ତୃଷାରେ ଆର୍ତ୍ତ ହୋଇ ପଡ଼ିଛି ବୈକୁଣ୍ଠେ ମୁହିଁ ପାରିଲେ ଅନ୍ନ ଦାନ ଦିଅ ତୋଷ ତୁ କର ମୋର ଦେହ। ଏମନ୍ତେ ସପନ ଦେଖାଇ ବ୍ରାହ୍ମଣ ଗଲା କପଳାଇ ପୁତ୍ର ନିଦ୍ରାରେ ଶୋଇଥିଲା ତକ୍ଷଣେ ଚେତିଣ ଉଠିଲା ଶୀଘ୍ରେ ସେ ମାତାକୁ ଡକାଇ ସ୍ୱପ୍ନର କଥା ମାନ କହି ରଜନୀ ହୋଇଲା ପ୍ରଭାତ ବ୍ରାହ୍ମଣ ଡକାଇ ତୁରିତ ବହୁତ ହେଲା ଅନ୍ନଦାନ ତୋଷିଲା ବିପ୍ରଙ୍କର ମନ। ବ୍ରାହ୍ମଣ ହୋଇଲେ ସନ୍ତୋଷ ଦେଲେ ସେ କଲ୍ୟାଣ ବିଶେଷ ତକ୍ଷଣେ ଅମୃତ ଭୋଜନ ସ୍ୱର୍ଗରେ ଭୁଞ୍ଜିଲା ବ୍ରାହ୍ମଣ। ଶୁଣ ତୁ ରାଜା ଅମ୍ବରୀଶ ବୈଶାଖ ମହାତ୍ମ୍ୟ ଏ ରସ ଏକଥା ଆପେ ନାରାୟଣ କହିଲେ ବ୍ରହ୍ମାଙ୍କ ଆଗେଣ। ମୁଁ ଏହା ବ୍ରହ୍ମା ମୁଖ ଶୁଣି ତୋତେ କହିଲି ନୃପମଣି ସ୍କନ୍ଧ ପୁରାଣେ ଏ ଭକତ ଶ୍ରୀରାମ ଦାସ करे गीत। इति श्री स्कंद पुराणे वैशाख महात्म्य नारद अम्बरीश विष्णु शर्मा ब्राह्मण प्रसंगे नाम चतुर्थ अध्याय। पंचम अध्याय अम्बरीश उवाच नारद आगे अम्बरीश पूछिले ज्ञान उपदेश भोमुनि ब्राह्मण नंदन कहिले अन्न दान धर्म। ए अन्न काहूँ जे जन्मिला केउ महात्मा एहा कला। नारद उवाच शुण राजन मन देई पूर्व चरित तोते कही कल्पान्ते देव नारायण जगत संहारी गर्भेण शोइले प्रलय जल रे एमन्ते केतेक काल रे से जोग माया जानिथिले निद्रारु प्रभु को तोड़िले उत्साह मन कुसे कले पुणे पृथ्वी सरजिले नाभिरे हेम पुष्प जात पद्मरु विधाता संभूत से ब्रह्मा 14 भुवन आज्ञारे कले कसर्जन
ଦେବତା ଗଣ ଭିଆଇଲେ, ତାହାକୁ ଯେଉଁ ଠାବ ଦେଲେ। ବିରାଟ ପୁରୁଷ ଉତ୍ତମ, ମୁଖରୁ ବେଦ ଉତ୍ତପନ। ସେ ବେଦ ବ୍ରହ୍ମା ହସ୍ତେ ଦେଲେ, ତା ଘେନି ପୃଥିବୀ ସର୍ଜିଲେ। ଋଷିଙ୍କୁ କରି ଉତ୍ତପନ, ତାହାଙ୍କୁ ଦେଲେ ବର୍ଣ୍ଣାଶ୍ରମ। ମାନବ ଆଦି ପଶୁ ପକ୍ଷୀ, ସଂସାର ଭାବକୁ ନିରେଖି। ସକଳ କଲେ କଭିଆଣ, ଦେହରେ ରଖିଣ ତ୍ରିଗୁଣ। କଳପ ପୁରୁଷକୁ ଜାତ, କଲେ ସର୍ଜନା ଅର୍ଥେ ତତ୍ତ୍ୱ। କ୍ଷଣ ମୁହୂର୍ତ୍ତ ଦଣ୍ଡଲିତା, ସର୍ଜନା କଲେ କବିଧାତା। 60 ଦଣ୍ଡରେ ଦିବସ, 30 ଦିନେ କଲେ ମାସ। ବରଷ 12 ମାସେ କରି, ଏ ବିଧି ଯୋଗ ଅନୁସରି। 12 ମାସର 16 ଋତୁ, ଯଥା ବିଭାରେ କଲେ ହେତୁ। ହିମାଦ୍ରି ଶିଶିର ବସନ୍ତ, ଗ୍ରୀଷ୍ମ ବରଷା ଶରତ। ପୃଥିବୀ ପାଳନ ନିମନ୍ତେ, ଆଜ୍ଞା ଯେ ଦେଲେ ଭାଗ୍ୟ ବସେ। ଇନ୍ଦ୍ରକୁ ଦେବ ରାଜ କଲେ, ସ୍ୱର୍ଗରେ ତାକୁ ବସାଇଲେ। ବୋଇଲେ ବରଷିବୁ ବାରି, ସୁସ୍ଥେ ବଞ୍ଚିବେ 3 ପୁରୀ। ପାତାଳେ ରହିଲେ ଅନନ୍ତ, ପୃଥିବୀ ଧରି ତିଳ ମାତ୍ର। ମରୁତ ଦେବ ତାଙ୍କୁ ରାଇ, ଆଜ୍ଞା ଯେ ଦେଲେ ଭାବଗ୍ରାହୀ। ମଧୁର ବହିବୁ ପବନ, ସୁସ୍ଥ ହୋଇବ ତ୍ରିଭୁବନ। ଭଣ୍ଡାର ଧନ କୁବେରକୁ, ଦେଲେ ଲୋକଙ୍କୁ ପାଳିବାକୁ। କରୁଣ ଦେବ ତାକୁ ରାଇ, ଜଳ ଭଣ୍ଡାର ତାକୁ ଦେଇ। ସୁସ୍ଥେ ପାଳିବୁ ତ୍ରିଭୁବନ, ଜୀବ ଧରିବେ ସର୍ବଜନ। ସୁସ୍ଥ ହୋଇବେ ଜଳ ଖାଇ, ଏମନ୍ତ ପ୍ରଭୁ ଆଜ୍ଞା ପାଇ। ଚନ୍ଦ୍ର ସୂର୍ଯ୍ୟ ହିଁ ସେ ଆଜ୍ଞାରେ, ଉଦୟ ହୋଇଲେ ଆକାଶରେ। ରାଜ୍ୟକୁ ପାଳିବା ନିମିତ୍ତ, ସେବେ ନିହନ୍ତି ଗତାଗତ। ଅନଳ ଦେବ ତାଙ୍କୁ କହି, ପାତାଳେ ତ୍ରିଭୁବନ ମୋହି। ଯମକୁ ଆସନେ ବସାଇ, ବୁଝତୁ ପାପ ପୁଣ୍ୟ ଦୁଇ। ବିଷ୍ଣୁ ହର ଯେ ପ୍ରଜାପତି, ଏହାଙ୍କୁ ରାଇ ଦାଶରଥି। ବୋଇଲେ ତୁମ୍ଭେ 3 ଜଣ, ସଂସାର କରିବ ପାଳନ। 33 କୋଟି ଦେବଗଣ, ସବୁ ଶ୍ରେଷ୍ଠ ନାରାୟଣ। ନିଦ୍ରାବତୀଙ୍କି ଆଜ୍ଞା ଦେଇ, ସର୍ବଚକ୍ଷୁରେ ଘାର ତୁହି। ପ୍ରାଣୀମାନେ କଲେ ଶୟନ, ଘାରିବୁ ତାହାଙ୍କ ନୟନ। ଏମନ୍ତ ବୈରାଟ ପୁରୁଷ, କହିଣ ଜ୍ଞାନ ଉପଦେଶ। ନିରାକାର ଯେ ନାରାୟଣ, ବସିଲେ ନିରାଳମ୍ବ ସ୍ଥାନ। ସମର୍ପି ପ୍ରତି ନାରାୟଣ, ସର୍ବବୁଝତୁ ତୁ ଆପଣ। ସେ ନାରାୟଣ ଏ ସଂସାର, ସର୍ଜିଲେ ବହୁତ ପ୍ରକାର। ସଂସାର ମଧ୍ୟେ ନାରାୟଣ, ରଚନା କଲେ ପ୍ରଜାଗଣ।
ତ୍ରିଗୁଣେ କଲେ କଜଡ଼ିତ, କେବା ଦୁରାତ୍ମା କେବା ସନ୍ଥ, ତେ ତହିଁ କଣା କୁବ୍ଜା କେହି, ଅନ୍ଧ ବଧିର ଛୋଟା ହୋଇ, କେତହିଁ ହୁଏ ମହାଜନ, କେବା ଦରିଦ୍ର କେବା ହୀନ, କେତହିଁ ସାଧୁ ଗୁଣ ଧରି, କେତହିଁ ଖାଏ ଚୋରି କରି, ବ୍ରହ୍ମ କ୍ଷତ୍ରିୟ ବୈଶ୍ୟ ଶୂଦ୍ରେ, ଶ୍ରେଷ୍ଠ ପଚାରି ଜାତି ମଧ୍ୟେ, ବ୍ରାହ୍ମଣ ବୋଲି ନ ଜାଣିବ, ତାହାଙ୍କ ପାଦକୁ ପୂଜିବ। 36 ପାଟ ଲୋକ ମଧ୍ୟରେ, ଯେ ବିପ୍ରପାଦ ପୂଜା କରେ, ସେ ବିଷ୍ଣୁ ପୂଜା ଫଳ ପାଇ, ଅନ୍ତେ ଅଚ୍ୟୁତ ପୁରେ ଯାଇ, ତାହାକୁ ନ ଦଣ୍ଡଇ ଯମ, କହନ୍ତି ପୁରୁଷ ଉତ୍ତମ। ସେ ବିପ୍ରହସ୍ତେ ଦାନ ଦେଇ, ସେ ପାଦ ଧୌତ କରଇ, ଅନେକ ଶସ୍ୟ ଭିଆଇଲେ, ସବୁ ଶ୍ରେଷ୍ଠ ଧାନ୍ୟ କଲେ। ସ୍ୱର୍ଗେ ବସଇ ତାର ଗୋତ୍ର, କହିଅଛନ୍ତି ଲକ୍ଷ୍ମୀକାନ୍ତ, ଅନେକ ଶସ୍ୟ ଭିଆଇଲେ, ସବୁ ଶ୍ରେଷ୍ଠ ଧାନ୍ୟ କଲେ। ଅନ୍ନ ଭୁଞ୍ଜିଣ ସୁସ୍ଥ ହେବେ, ଦେବତା ବ୍ରାହ୍ମଣ ତୋଷିବେ, ବୈଶାଖ ମାସେ ନାନା ଦାନ, ବିପ୍ରଙ୍କୁ ଦିଏ ଯେଉଁ ଜନ, ତୀର୍ଥରେ ସ୍ନାନ ଯେ କରଇ, ସେ ଜନ ବୈକୁଣ୍ଠେ ବସଇ। ଏ ସୃଷ୍ଟି ସର୍ଜନ ବିଶେଷ, ତୋତେ କହିଲି ଅମ୍ବରୀଶ, ବୈଶାଖ ମହାତ୍ମ୍ୟ ଏ ବାଣୀ, ଗୀତେ ପାମର ରାମ ଭଣୀ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମ୍ये ନାରଦ ଅମ୍ବରୀଶ ସମ୍ବାଦେ ପୃଥ୍ୱୀ ସର୍ଜନା କଥନେ ନାମ ପଞ୍ଚମ ଅଧ୍ୟାୟ। ଷଷ୍ଠ ଅଧ୍ୟାୟ ରାଜବାଚ। ଭୋମୁନି ବ୍ରହ୍ମାଙ୍କ କୁମର, ମତେ କହିଲ ଜ୍ଞାନ ସାର, ଶୁଣି ମୋ ମନ ହେଲା ତୋଷ, ପାଇଣ ତୁମ୍ଭ ଉପଦେଶ। ବୈଶାଖ ମାସେ ଜଳଦାନ, ଦେଲେ ହୋଇ କେତେ ପୁଣ୍ୟ। ରାଜା ବଚନେ ମୁନି କହି, ଶୁଣ ତୁ ଏକ ମନ ହୋଇ। ପୂର୍ବେ ଇକ୍ଷ୍ୱାକୁ ବଂଶେ ଜାତ, ଧର୍ମାଗ ନାମେ ନରନାଥ। ଗୃହ ଗୋଧିକା ହେଲା ଯେଣୁ, ସେ କଥା କହିବା ତା ତେଣୁ। ଯେ ଇତିହାସର ଚରିତ, ତୋତେ କହିବା ନରନାଥ। ଧର୍ମାଗ ନାମେ ମହାରାଜା, ସର୍ବେ କରନ୍ତି ତାକୁ ପୂଜା। ସୈନ୍ୟ ତାହାର ପ୍ରମିତ, ଚିତ୍ତ ତାକେ କରିବ ଅନ୍ତ। କୁବେର ନାମେ ସେ ରାଜନ, ଭଣ୍ଡାରେ ଧନ ପରିପୂର୍ଣ୍ଣ। ଅନେକ ଅଶ୍ୱଗଜ ରଥ, ପଦାତିକେ କରିବ ଅନ୍ତ। କ୍ଷତ୍ରିପଣକୁ ନାହିଁ ସମ, ସଂଗ୍ରାମେ ଅଟେ ଯମ ସମ। ଦାନି ପଣରେ ନୃପବର, ସମନୁ ହୋଇ ତିନି ପୁର। ପ୍ରଭାତେ ରାଜା ଉଠି ନୀତି, ବେগে ସାରଇ ରାଜନୀତି। ଗୋରୁ କାଞ୍ଚନ ବସ୍ତ୍ର ଅନ୍ନ, ଅସମହିଷ ଅନ୍ନଦାନ। ଲକ୍ଷ ସଂଖ୍ୟାରେ ଗୋରୁ ଦାନ, ହରସେ ଦେଲା ସେ ରାଜନ। ଆବର ଦାନ ଦେଲା ଯେତେ, ସଂକ୍ଷେପି କହି
କହିବା କେତେ। ବ୍ରହ୍ମା ସଞ୍ଚିତ ଯେତେ ଦ୍ରବ୍ୟ ସେ ରାଜା ଦାନ ଦେଲା ସର୍ବ। ସେ ରାଜା ନ ଦେବାର ଦାନ ନାହିଁ ନା ଏ ତିନି ଭୁବନ। ଏକା ନ ଦେଲା ଜଳ ଦାନ ସେବା ନ କଲା ସାଧୁ ଜନ। ତୃଷା ତ ଜଳେ ବୈଶାଖରେ ଜଳ ସେ ନ ଦେଲା କବାରେ। ଉତ୍ତମ ପାତ୍ରେ ଜଳ ଦାନ ନ ଦେଲା ସେହି ନୃପରାଣ। ଯେଣୁ ଅନେକ ଦାନ ଦେଲା ସେ ରାଜା ମନେ ଗର୍ବ କଲା। ଏମନ୍ତେ କେତେ କାଳ ଅନ୍ତେ ଦେହ ଛାଡ଼ିଲା ନୃପନାଥେ। ତାହାକୁ ଯମଦୂତେ ନେଲେ ଯମ ଛାମୁରେ ନେଇଦେଲେ। ସମନ ତାହାକୁ ଦେଖିଲା ଚିତ୍ରଗୁପ୍ତଙ୍କୁ ପଚାରିଲା। ବୋଇଲା ପାପ ପୁଣ୍ୟ କେତେ ମଞ୍ଚରେ କଲା ଏ ନୃପତେ। ଯମର ଆଜ୍ଞାରେ କରଣ ବୁଝିଲେ ତାର ପାପ ପୁଣ୍ୟ। ଅଶେଷ ପୁଣ୍ୟ ପାଞ୍ଜି ଚାହିଁ ବୋଇଲେ ଶୁଣି ମାଗୋ ସାଇଁ। ଯେତେକ ଦଇବ ସର୍ଜନ ଏ ରାଜା ସବୁ କଲା ଦାନ। ଲକ୍ଷ ସଂଖ୍ୟାରେ ଗୋରୁ ଦାନ କୋଟି ସଂଖ୍ୟାରେ ଯେ ସୁବର୍ଣ୍ଣ। ଆବରବାନ ଦେଲା ଯେବେ ବିଚାରି କହିବା ତା କେତେ। ଏକା ନ ଦେଲା ଜଳ ଦାନ ନ କଲା ବୈଶାଖର ସ୍ନାନ। କଥା କଥାଏ ମନ୍ଦ କଲା ମୁଦାନି ବୋଲିଣ ବୋଇଲା। ଶୁଣି ବୋଲଇ ନାଶ କର ବ୍ୟର୍ଥକୁ ଗଲା ଧର୍ମ ତାର। ଯେ ଦାନ ଦେଇଣ କହଇ ତାହାର ଧର୍ମ ନାଶ ଯାଇ। ଏ ପାପେ ତୀର୍ଯ୍ୟଙ୍କ ଜନିରେ ଜାତ କରାଓ ଏ ରାଜ୍ୟରେ। ଏ ଅନ୍ତେ ହୋଇବ ମୁକତ ପୁଣି ହୋଇବ ନୃପନାଥ। ଦଣ୍ଡ ନ ଦେଇ ଆକୁ ନିଅ ହୀନ ଜନିରେ ଜନ୍ମ ଦିଅ। ତକ୍ଷଣେ ଯମଦୂତେ ନେଲେ ଚାତକ ଗର୍ଭେ ଜାତ କଲେ। ଚାତକୀ ହେଲା ତିନି ଜନ୍ମ ତଦନ୍ତେ ପୁଣି ସେ ଭାଜନ। ଗୃଧ୍ର ହୋଇଲା 5 ଜନ୍ମ ପୁଣି ସେ ସପ୍ତମରେ ଶ୍ୱାନ। ତଦନ୍ତେ ମିଥିଳା ଦେଶରେ ଜନ୍ମିଲା ଗୃହ ଗୋଧିକାରେ। ଗୃହ ଗୋଧିକା ସେ ହୋଇଲା ରାଜା ଓଳିରେ ବାସ କଲା। 88 ବରଷ ଯାଏ ଗୃହ ଗୋଧିକା ରୂପେ ହୁଏ। ଏମନ୍ତେ ସେ ରାଜା ଭୁବନେ ଆସି ମିଳିଲେ ବିପ୍ରଜନେ। ନାମ ତାହାଙ୍କ ସୁତ ଦେବ ଦେବ ସମ୍ପୂର୍ଣ୍ଣ ତାଙ୍କ ଗର୍ଭ। ତାହାଙ୍କ ଆସନେ ବସାଇ ଆପणे ରାଜା ପାଦ ଧୋଇ। ପାଦ ଉଦକ ଘେନି ଶିରେ ସିଞ୍ଚିଲା ଅଷ୍ଟାଙ୍ଗ ଶରୀରେ। ତୋଳିଣ ସୁବର୍ଣ୍ଣ ପାତ୍ରରେ ସିଞ୍ଚିଲା କୁଟୁମ୍ବ ଉପରେ। ନୈଣ ସିଞ୍ଚିଲା ନବର ପଡ଼ିଲା ଗୃହ ଗୋଧି ପର। ତତ୍କ୍ଷଣେ ଦିବ୍ୟ ଜ୍ଞାନ ହେଲା ପାପ ବିକାର ଛାଡ଼ିଗଲା। ଜାଣିନ ପୂର୍ବ ଜନ୍ମ ଭାବ ଯେ ଗୃହ ଗୋଧି ଦେଲା ଭାବ। ସେ ଗୃହ ଗୋଧି ରାବ ଶୁଣି ସେ ସୁତା ଦେବ ତାହା ଭଣି।
ବୋଇଲେ କି କାରଣେ ରଟ କହ ହେ ନ କରିଣ ମଠ ତା ଶୁଣି ଗୃହ ଗୋଧି ଭଣି ଶୁଣିମା ହେଉ ବିପ୍ର ପାଣି ପୂର୍ବେ ମୁଁ ଇକ୍ଷ୍ୱାକୁ ବଂଶରେ ଜନ୍ମ ହୋଇଲି ରାଜା ଘରେ ଧର୍ମାଗ ନାମେ ରାଜା ହୋଇ ସୁସ୍ଥେ ମୁଁ ପାଳି ବଇଁ ମୋହି ଲକ୍ଷ ସଂଖ୍ୟାରେ ଗୋରୁ ଦାନ ତିଳ କାଞ୍ଚନ ବସ୍ତ୍ର ସଂସାର ମଧ୍ୟେ ଅଛି ଯେତେ ଦାନ ମୁଁ ଦେଲଇଁ ସମସ୍ତେ ଜଳ ଦାନ ମାନ ନ ଦେଲି ଦାନ ଦେଇଣ ଗର୍ବ କଲି ସେ ଦୋଷେ ତୀର୍ଯ୍ୟକ ଯୋନିରେ ଜନ୍ମ ହୋଇଲି ଚାତକରେ ଚାତକ ତିନି ଜନ୍ମ ହୋଇ ଜନ୍ମିଲି ଗୁଧ୍ର ପେଟେ ଯାଇ ତହିଁରେ 5 ଜନ୍ମ ହୋଇ ତଦନ୍ତେ ଶ୍ୱାନ ହେଲି ମୁହିଁ ଶ୍ୱାନ ମୁଁ ହୋଇ 5 ଜନ୍ମ ଗୃହ ଗୋଧିକା ରୂପେ ଜନ୍ମ ଏ ରୂପେ 3 ଜନ୍ମ ହେଲା ହେ ବିପ୍ର ତୁମ୍ଭ ଦୟା ହେଲା ପାଇ ତୁମ୍ଭର ପାଦ ଜଳ ହେ ବିପ୍ର ତୁମ୍ଭେ ଦୟା କର ଏବେ କରିଣ ଅନୁଗ୍ରହ ବୈକୁଣ୍ଠେ ଯିବି ଆଜ୍ଞା ଦିଅ ସେ ଗୃହ ଗୋଧୀର ବଚନେ ବ୍ରାହ୍ମଣ ବିଚାରିଲେ ମନେ ଏହାକୁ କିଛି ଧର୍ମ ଦେବା ଏ ଜନ୍ମ ମୁକତ କରିବା ଏତେ କହିଣ ବିପ୍ରମଣି ହସ୍ତେ ଘେନିଲେ କୁଶ ପାଣି ବୈଶାଖ ଦିନ କର ଫଳ ଉତ୍ସର୍ଗୀ ଦେଲେ ଦ୍ୱିଜ କୂଳ ତତ୍ପକ୍ଷେ ହୋଇଲା ମୁକତ ସ୍ୱର୍ଗୁ ଅଇଲା ଦେବରଥ ଅପୂର୍ବ ସ୍ୱରୂପ ହୋଇଲା ସେ ବିପ୍ର ପାଦରେ ପଡ଼ିଲା ଅପୂର୍ବ ବିମାନ ଆରୋହୀ ସ୍ୱର୍ଗକୁ ଗଲା କପଳାଇ ଦେବଙ୍କ ସଭାରେ ବସିଲା ଅମୃତ ଭୋଗ ସେ ଭଞ୍ଜିଲା ସେ ସ୍ୱର୍ଗ ଭୋଗର ଅନ୍ତରେ ଜନ୍ମିଲା କାକୁସ୍ଥ ବଂଶରେ ପୁଣି ହୋଇଲା ନରନାଥ ଭୋଗ ସେ ଭୁଞ୍ଜିଲା ବହୁତ ବୈଶାଖ ମାସେ ଯେ ରାଜନ ଦିଅଇ ଜଳ ଛତ୍ରଦାନ ମୋ ଆଗେ ବେଦବର କହିଲେ ସ୍କନ୍ଧ ପୁରାଣର ତୋତେ କହିଲି ଅମ୍ବରୀଶ ବୈଶାଖ ସ୍ନାନ ବିଧିର ଷଷ୍ଠ ଅଧ୍ୟାୟ ଅବଶେଷ ଶୁଣ ହୋ ରାଜା ଅମ୍ବରୀଶ ଗୀତେ ରଚିଲେ ରାମଦାସ ସୁଜନେ ଶୁଣି
श्री स्कंध पुराणे वैशाख महात्म्ये नारद अम्बरीश संवादे गृहबोधि मुख्यणे नाम षष्ठाध्याय।